ସଭାପତି ମହୋଦୟ, ପୂଜ୍ୟ ସାରବେ, ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଯତ୍ନ ତମ ସ୍ୱାଧୀନତା ଦିବସ ଆମ ଦେଶର ଏକ ରାଷ୍ଟ୍ରୀୟ ପର୍ବ ଅଟେ। 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମ ଦେଶ ଭାରତ ବିଦେଶୀ କବଳରୁ ସ୍ୱାଧୀନତା ଲାଭ କଲେ। ଏହି ସେଇଦିନଟି ଆମେ ଭାରତବାସୀ ସ୍ୱାଧୀନତା ଦିବସ ପାଳନ କରୁଛୁ। ଏଇଟା ଆମ ଦେଶର ପତାକା ଦେଶଭକ୍ତି ପତନାଟ୍ୟ ହୋଇ ଜାତୀୟ ସଙ୍ଗୀତ ଗାନ ଗାଆନ୍ତି। ଗାନ କରନ୍ତି। ଦେଶ ଭାରତ ବିଦେଶୀ କବଳରୁ ବଞ୍ଚିବା ପାଇଁ ଅନେକ ରାଜା ଦେବନାଥ, ସୁଭାଷ ଚନ୍ଦ୍ର ବୋଷ, ବାଜି ରାଉତ, ଲାଲ ବାଲପାଲ, ରାଣୀ ଲକ୍ଷ୍ମୀବାଇ ଏମିତି ଅନେକ ବୀରଙ୍କର ଅବଦାନ ରହିଛି। ଆମେ ସମସ୍ତେ ଆମ ଜନ୍ମମାଟିର ସର୍ବଦା ସମ୍ମାନ ଲକ୍ଷ୍ୟ କରିବା ଉଚିତ। ଆମେ ସମସ୍ତେ ଆମ ସ୍ୱାର୍ଥକୁ ଆଗରେ ନ ରଖି ଦେଶ ସେବା କରିବା ଆମର ପ୍ରଥମ କର୍ତ୍ତବ୍ୟ। ମୁଁ ଏତିକି କହି ମୋର ନାଇଁ ଭାଷଣ ଶେଷ କରୁଛି। ଭାରତ ମାତା କି ଜୟ। ଗୋଟେ ଛାଡ଼ିଦେଲା ନୁହଁ।